ଆଜିର ଅନୁଚିନ୍ତା। ସୁଖ ଓ ଆନନ୍ଦ। ମଣିଷକୁ ସୁଖ ଓ ଆନନ୍ଦ ଏକାପରି ଲାଗୁଥିଲେ ମଧ୍ୟ ଏହା ଏକାପରି ନୁହେଁ। ସୁଖ ଓ ଆନନ୍ଦ ଦୁଇଟି ଭିନ୍ନ ଭିନ୍ନ ଜିନିଷ। ସୁଖର ବିପରୀତ ଦୁଃଖ, କିନ୍ତୁ ଆନନ୍ଦର ବିପରୀତ କିଛି ନାହିଁ। ସୁଖ ଭୌତିକ ହୋଇଥିଲା ବେଳେ ଆନନ୍ଦ ହେଉଛି ଆଧ୍ୟାତ୍ମିକ। ସୁଖ ଶରୀରର, ମାତ୍ର ଆନନ୍ଦ ହେଉଛି ପରମାତ୍ମାଙ୍କର ପ୍ରାପ୍ତି। ସାଂସାରିକ ବସ୍ତୁରୁ ସୁଖ ପ୍ରାପ୍ତି ହୋଇପାରେ, କିନ୍ତୁ ଆନନ୍ଦ ସେଥିରୁ ମିଳିପାରିବ ନାହିଁ। ସୁଖ ହେଉଛି କ୍ଷଣିକ ମାତ୍ର, ଆନନ୍ଦ ହେଉଛି ଚିରସ୍ଥାୟୀ। ସୁଖ ବାହାରେ ଖୋଜିଲେ ମିଳେ, କିନ୍ତୁ ଆନନ୍ଦ ହେଉଛି ଅଭ୍ୟନ୍ତରୀଣ ଜିନିଷ। ଜୀବନରେ ଆନନ୍ଦ ଆସିଲେ ଜୀବନ ପରମାନନ୍ଦ ହୋଇଯାଏ। ଏହି ଆନନ୍ଦ ଥରେ ଯିଏ ପାଇବ, ତାର ଆଉ କୌଣସି ସାଂସାରିକ ବସ୍ତୁର ଆବଶ୍ୟକତା ପଡ଼ିବ ନାହିଁ। ମାତ୍ର ଲୋକେ ସୁଖ ପଛରେ ଧାଇଁ ଏହି ଆନନ୍ଦର ଏକ ସ୍ଥିତି ଅଛି ବୋଲି ବୁଝିପାରୁନାହାନ୍ତି କି ଉପଲବ୍ଧି କରିପାରୁନାହାନ୍ତି। ଚିନ୍ତନ, ସତ୍କର୍ମ, ପରୋପକାର, ସମାଜ କଲ୍ୟାଣ ଓ ଈଶ୍ୱର ଆଜ୍ଞା ପାଳନରେ ହିଁ ଏହି ଆନନ୍ଦ ମିଳିପାରିବ। ଏକ ଉଦାହରଣ ସ୍ୱରୂପ, ଅସତ୍ ଉପାୟରେ ଅର୍ଥ ରୋଜଗାର କଲେ ସୁଖ ତ ମିଳିବ, କିନ୍ତୁ ଆନନ୍ଦ ମିଳିବ ନାହିଁ। ମାତ୍ର ସତ୍ ଉପାୟରେ ଅର୍ଥ ରୋଜଗାର କଲେ ସୁଖ ମିଳିବା ସହିତ ଆନନ୍ଦ ବି ଉପଲବ୍ଧି ହେବ। ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି। ସ୍ୱତନ୍ତ୍ର ଓଡ଼ିଶା ନ୍ୟୁଜ୍ ତରଫରୁ ମୁଁ ଦେବାଶିଷ। ଜୟ ଜଗନ୍ନାଥ।